ହାପି ଦୀପାବଳି ଫ୍ରେଣ୍ଡସ୍। ଆଜି ସାଉଥ୍ ଇଣ୍ଡିଆନ୍ ବ୍ୟାଙ୍କର ଷ୍ଟକ୍ ଆନାଲିସିସ୍ ଦେଖିବା କେମିତି ଷ୍ଟକ୍ ଆଜି ଏତେ 20% ପାଖାପାଖି ମୋମେଣ୍ଟମ୍ ଦେଇଛି ଆଉ 15.56 ଯେମିତି ଦେଖିପାରୁଛନ୍ତି ରେଟ୍ କ୍ଲୋଜ୍ ହେଇଛି। ଦେଖନ୍ତୁ ମୁଁ ଏଇଟାକୁ ଷ୍ଟକ୍ ରଖିଲି। ଦେଖନ୍ତୁ ଏଇଟା କ'ଣ ଅଛି ବର୍ତ୍ତମାନ ପାଇଁ EMAକୁ କ୍ରସ୍ କରିଛି ଅକ୍ଟୋବର 2 କି 3ରେ। ଦେଖନ୍ତୁ ଏ ଷ୍ଟକ୍ଟା କ'ଣ କରିଛି, ପ୍ରଥମେ ବ୍ରେକଆଉଟ୍ ଦେଇଛି। ବ୍ରେକଆଉଟ୍ କୋଉଠି ଦେଇଛି ନା ଏଇଟା ହେଉଛି ଟପ୍। ଏସବୁ ଟପ୍ ଯଦି ଆମେ ଡ୍ର କରିବା ଅପୋର୍ ଟ୍ରେଣ୍ଡ ଲାଇନ୍କୁ ଏଇଠି ଏଠି ବ୍ରେକ୍ କରିଛି। ବ୍ରେକ୍ କଲା ପରେ କ'ଣ କରୁଛି, ବ୍ରେକ୍ କଲା ପରେ କେତେ ତାରିଖ ବ୍ରେକ୍ କରିଛି 17 ସେପ୍ଟେମ୍ବର ବ୍ରେକ୍ କରିଛି। ବ୍ରେକ୍ କଲା ପରେ ଯାଇକି କ'ଣ କରିଛି, ସପୋର୍ଟ ନେଇଛି। ସପୋର୍ଟ କୋଉଠି ନେଇଛି, ଏଇଟା ହେଉଛି ସପୋର୍ଟ ଲାଇନ୍। ଏଇଟା ସପୋର୍ଟ ଲାଇନ୍, ଏଇଠି ସପୋର୍ଟ ନେଇକି ଯାଇଛି ହେଲା। ସପୋର୍ଟ ନେଇକି ଯାଇଛି। ସପୋର୍ଟ ନେଲା ପରେ ଏଇ ଯେଉଁ କ୍ୟାଣ୍ଡେଲ୍ ହେଇଛି, ଦେଖନ୍ତୁ ଏଇ ଯେଉଁ କ୍ୟାଣ୍ଡେଲ୍ ହେଇଛି, ଯେଉଁ ଗ୍ରୀନ୍ କ୍ୟାଣ୍ଡେଲ୍ ହେଇଛି, ତା ପର କ୍ୟାଣ୍ଡେଲ୍ ଆମେ ଏଣ୍ଟ୍ରି ହେବା କଥା, ମାନେ 1 ଅକ୍ଟୋବରରେ ଏଣ୍ଟ୍ରି ହେବା କଥା। ହେଲେ ମୁଁ 1 ଅକ୍ଟୋବରରେ ଆପଣଙ୍କୁ ଗୋଟେ ଭର୍ଟିକାଲ୍ ଲାଇନ୍ ଡ୍ର କରୁଛି। ହେଲେ ଆପଣ ଦେଖନ୍ତୁ ସେଇ 1 ଅକ୍ଟୋବରରେ ସିନାରିଓ କ'ଣ ଥିଲା। ଆଉ ଦେଖନ୍ତୁ 1 ଅକ୍ଟୋବରରେ 1 ଅକ୍ଟୋବର ପରେ ହିଁ, ପର୍ଟିକୁଲାରଲି 1 ଅକ୍ଟୋବର ପରେ ଆପଣ ଦେଖନ୍ତୁ 1 ଅକ୍ଟୋବରରେ ପରେ ଆମକୁ ଆସିଛି ସିନାରିଓ କେତେ ତାରିଖ ଅଛି ଦେଖନ୍ତୁ। ADX ଯଦି ଆମେ ଓପନ୍ କରିବା, ADX କ'ଣ ହେଇଛି, ଜଷ୍ଟ 1 ଅକ୍ଟୋବର ପରଦିନ ହିଁ କ'ଣ କରିଛି, ADXଟା ଅଛି 18ରେ ଆଉ ପ୍ଲସ୍ DIଟା ମାଇନସ୍ DIକୁ କ୍ରସ୍ କରିଛି। ଜଷ୍ଟ ତା ନେକ୍ସଟ ଡେ ଆମେ ଦେଖିଲେ ପ୍ରାଇସ୍ ଆକ୍ସନ୍, କିନ୍ତୁ ପ୍ରାଇସ୍ ଆକ୍ସନ୍ ପରେ ହିଁ ଇଣ୍ଡିକେଟର ରିଆକ୍ଟ କରେ। ଇଣ୍ଡିକେଟର ଦେଖନ୍ତୁ ତାପରେ ହିଁ କ'ଣ କରିଛି, MACD କ୍ରସ୍ ଓଭର ହେଇଛି ଆଉ MACD ହିଷ୍ଟୋଗ୍ରାମ ପଜିଟିଭ୍ ହେଇଛି। ତାପରେ ଦେଖନ୍ତୁ RSI କ'ଣ କରିଛି, RSI ତାପରେ ଏବଭ୍ 60କୁ ଯାଇଛି। ଆଉ ତାପରେ ହିଁ କ'ଣ ହେଇଛି, ଆମର ପ୍ରାଇସ୍ ଯେଉଁଟା ଥିଲା, କେତେ ଥିଲା ପାଖାପାଖି 29ରେ ଥିଲା, ସେଇଟା ବର୍ତ୍ତମାନ ପାଇଁ 39କୁ ପଳେଇଛି ହେଲା। ଆଉ ଆଜି ଗୋଟେ ଦିନରେ ସେଇଟା ଦେଇଛି କେତେ ପରସେଣ୍ଟ ମୋମେଣ୍ଟମ୍, ପାଖାପାଖି 20% ମୋମେଣ୍ଟମ୍। ତେଣୁ ପ୍ରାଇସ୍ ଆକ୍ସନ୍ ଆଗ ରିଆକ୍ଟ କରେ ଆଉ ଇଣ୍ଡିକେଟର ପରେ